ଆରେ ରାଜ ସେଠି କଣ ହେଲା? ଲୋକମାନେ କଣ ଗହଳି କରିଛନ୍ତି? ଜାଣି କଣ ହଉଛି, ଚାଲ ଦେଖିବା। ହ୍ୟାଲୋ ଗାଇସ୍, ୱେଲକମ୍ ଟୁ ମାଇ ୟୁଟ୍ୟୁବ ଚ୍ୟାନେଲ। ତ ଆପଣ ମାନେ ଦେଖିପାରୁଥିବେ ସାଙ୍ଗମାନେ, ଏଠି ଗୋଟେ ଲୋକଟି ଆକ୍ସିଡେଣ୍ଟ ହେଇଛି। ସେ ମରିବ କି ବଞ୍ଚିବ ଠିକ ନାହିଁ। ଆପଣ ମାନେ ବି ଏଇଭଳିଆ ଭିଡିଓ ଦେଖିବା ପାଇଁ ଯଦି ଚାହୁଁଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ ଆଉ ପାଖରେ ଥିବା ଘଣ୍ଟିକୁ ଜୋରରେ ବାଡେଇ ଦେବେ। ଆପଣ ମାନେ ବି ମୋ ଭଳିଆ ଭିଡିଓ ବନେଇବା ଶିଖିବା ପାଇଁ ଚାହୁଁଛନ୍ତି କି? ତାହେଲେ ଶିଖ ଆପ୍ ଡାଉନଲୋଡ କରନ୍ତୁ। ଥ୍ୟାଙ୍କ ୟୁ। ଆରେ ଭାଇ ଏଠି କଣ ହେଲା? ଏମିତି ଗହଳି କରିଛ? ଭାଇ ଏ ବାଇକ ବାଲାଟାକୁ ଟ୍ରକ୍ ଟେ ପିଟି ଚାଲିଗଲା। ଲୋକଟାର କଣ୍ଡିସନ ସିରିୟସ ଅଛି, ହେଲେ ତମେ ସବୁ ଠିଆ ଏଇଠି ଭିଡିଓ କରୁଛ, କେହି ଜଣେ ସାହାଯ୍ୟ ବି କରୁନ। ଶିବୁ, ତୁ ଆମ୍ବୁଲାନ୍ସକୁ କଲ୍ ଲଗେଇଲୁ। ଆରେ ରାଜ, ଟ୍ରାଫିକ ଜାମ୍ ଅଛି, ଆମ୍ବୁଲାନ୍ସ ଆସିବା ପାଇଁ ସମୟ ଲାଗିବ। ଭାଇ କେହି ଜଣେ ଗାଡି ଆଣ, ନହେଲେ ଲୋକଟି ମରିଯିବ। ଗାଡିକି ଜଗିଲେ ହବନି, ଚାଲ ଲୋକଟିକୁ ଆମେ ହସ୍ପିଟାଲ ନେଇଯିବା। ତୁମେ ସବୁ ଅଲାଜୁକ ମାନେ ଠିଆ ହେଇଛ ଏଠି, ଚାଲିଯିବ ଏଠୁ। ଶିବାନୀ, ଏ ପିଲାଟା କିଏ ଜାଣିଛୁ କି? ଆରେ ଏ ପା ଆମ ସିନିୟର ରାଜ ଭାଇ, ସବୁବେଳେ ସମସ୍ତଙ୍କୁ ସାହାଯ୍ୟ କରନ୍ତି। ସେ ବହୁତ ଭଲ। ଏଣ୍ଡ ହ୍ୟାଣ୍ଡସମ୍ ଟୁ। ହଉ ଚାଲ ଚାଲ କଲେଜ ଯିବା, ଟାଇମ ହେଇଗଲାଣି। ମଉସା, ଏତେ ଥଣ୍ଡାରେ ବାହାରେ କାହିଁ ବସିଛନ୍ତି? ଯାଉନାହାନ୍ତି ଘରେ ବସିବେ। କଣ କରିବି ରେ ପୁଅ, ପୁଅଟା ବାହା ହେଲା ପରେ ଘରୁ କାଢିଦେଲା। ପାଖରେ ନା ଖାଇବାକୁ କଣ ଅଛି ନା ପିନ୍ଧିବାକୁ। ରାସ୍ତାରେ ଯାହା ମିଳିଲା ଖାଇଦିଏ, ଗଛ ତଳେ ଶୋଇ ପଡେ ରେ ବାପା। ମଉସା ଏଇଟା ପିନ୍ଧିଲେ ଆଗ। ତମେ ପୋଲିସ କମ୍ପ୍ଲେନ କରୁନ କାହିଁକି? କଲେ କଣ ହେବ ରେ ବାପା, ପୁଅ ଆଜି ନେଇଯିବ, ପୁଣି ମାରପିଟ କରିବ। ମୁଁ ସେ ଘରକୁ ଆଉ ଯିବିନି। ହଉ ମଉସା ଚାଲ, ମୁଁ ତୁମକୁ ବୃଦ୍ଧାଶ୍ରମ ନେଇ ଛାଡି ଆସିବି। ହାय, ହାय। ମୁଁ ଏଠି ବସିପାରିବି କି? ୟା ସିଓର। କଣ ହେଲା, କଣ କହିବାର ଥିଲା କି? ନା କିଛି ନାହିଁ। ଓକେ। ଆକ୍ଚୁଆଲି ମୁଁ ତମକୁ କିଛି କହିବାକୁ ଚାହେଁ। ହଁ କୁହ। ମୁଁ ତମକୁ ଆକ୍ସିଡେଣ୍ଟ ଦିନ ଦେଖିଥିଲି। ସେଦିନ ଆକ୍ସିଡେଣ୍ଟରେ ସମସ୍ତେ ଭିଡିଓ କରୁଥିଲେ, ହେଲେ କେହି ସେ ଲୋକଟିର ସାହାଯ୍ୟ କରିନଥିଲେ। ବଟ୍ ୟୁ ଆର୍ ଡିଫରେଣ୍ଟ। ତମେ ନ ଡରି ଲୋକଟିର ସାହାଯ୍ୟ କରିଥିଲ ଓ ଲୋକଟିକୁ ବଞ୍ଚାଇଥିଲ। ଓହ, ସେଇଟା କିଛି ନାହିଁ, ତାହା କରିବା ମୋ କର୍ତ୍ତବ୍ୟ ଥିଲା। ଯେକୌଣସି ଭଲ ଲୋକ ତାହା ହିଁ କରିଥାନ୍ତା। କିନ୍ତୁ କେହି ତ କରିନଥିଲେ ନା। ମୁଁ ଆସିବା ଦିନଠାରୁ ତୁମକୁ ଦେଖୁଛି, ସବୁବେଳେ ନିଃସ୍ୱାର୍ଥପର ହୋଇ ଲୋକଙ୍କୁ ସାହାଯ୍ୟ କର। ସମସ୍ତଙ୍କ ସହ ନମ୍ରତାର ସହ କଥା ହୁଅ। ମୁଁ ସବୁବେଳେ ଏମିତି, ହେଲେ ମୁଁ ଏ ବିଷୟରେ କଥା ହେବାକୁ ପସନ୍ଦ କରେ ନା। ଟିକେ ଶୁଣ, ଏହି କାରଣରୁ ତ ମୁଁ ତମକୁ ଭଲ ପାଇ ବସିଛି। ମତେ ଭଲ ପାଇ ବସିଛ? ହଁ, ମୋ ମନର ଭାବନାକୁ ମୁଁ ଆଉ ଅଧିକ ଦିନ ଲୁଚାଇ ରଖିପାରିଲି ନାହିଁ, ସେଥିପାଇଁ କହିଦେଲି। ମତେ ଏ ବିଷୟରେ ଭାବିବାକୁ କିଛି ସମୟ ଦିଅ, ମୁଁ ତାପରେ ମୋ ଉତ୍ତର ଦେବି। ମୁଁ ଜଲ୍ଦିରେ କିଛି ଡିସିସନ ନେବାକୁ ଚାହେଁନି। କିନ୍ତୁ ମୁଁ ଆଶା କରେ ତୁମେ ହଁରେ ଉତ୍ତର ଦବ। ମୁଁ ତୁମ ଉତ୍ତର ଅପେକ୍ଷାରେ ରହିବି। ଓକେ ବାଏ। ବାଏ। ହାଏ, ମୁଁ କିଛି ସାହାଯ୍ୟ କରିପାରିବି କି? ହାय ରାଜ, ତମେ କେତେବେଳେ ଆସିଲ? ଏଇନେ ଆସିଲି, ଟିକେ ବସିକି କଥା ହେଇପାରିବା କି? ହଁ ନିଶ୍ଚିତ। ମୁଁ ସେଦିନ ଲାଇବ୍ରେରୀ କଥା ଭାବିଲି, ଆଉ 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 କଣ? ଆଉ ଅନୁଭବ କଲି ଯେ ଏତିକି ଦିନ ଭିତରେ ମୁଁ ବି ତୁମକୁ ଭଲ ପାଇ ବସିଛି। ସତରେ ମୁଁ ଆଜି ବହୁତ ଖୁସି। ମୁଁ ତରବର ହୋଇ ଡିସିସନ ନେବାକୁ ଚାହୁଁନଥିଲି, କିନ୍ତୁ ମନରୁ କହିବା ପାଇଁ ସମୟ ନେଇଥିଲି। ସେଇଥିପାଇଁ ତ ମୁଁ ତୁମକୁ ବହୁତ ଭଲ ପାଏ। ଆଇ ଲଭ୍ ୟୁ ରେଖା। ଆଇ ଲଭ୍ ୟୁ ଟୁ ରାଜ। ଏତେ ଭଲ ମତେ ପାଇଲୁ ତୁ, ହୃଦୟକୁ ଏତେ ଛୁଇଁଲୁ ତୁ, ଛାତି ତଳେ
ଆରେ ରାଣା ଏ ସୁନ୍ଦରୀଟା ସହ ଏ ଟୋକାଟା କିଏ କିରେ? ଭାଇ ଫାଷ୍ଟ ଟୋକିଟା ସହ ରାଜ ଅଛି ପରା। ରାଜ? ହଁ ଭାଇ, ସେ ପରା ଅଟୋ ଡ୍ରାଇଭର ର ପୁଅ। ହେଲେ ଏଇ ସୁନ୍ଦରୀ ପ୍ରଜାପତିଟା ତାକୁ ଧରା ଦେଲା କେମିତି କିରେ? ହଁ ପରା ଭାଇ, ଏ ଭିକାରିଟାକୁ କେମିତି ପଟେଇଲା କେଜାଣି। ମୋ ମତରେ ଏ ଝିଅଟିର ଯୋଡି ତମ ସହ ଭଲ ମାନିବ। ଏକଦମ ଠିକ। ତାହେଲେ ଟ୍ରାଏ ନ କଲେ କଣ ହବ? ଟ୍ରାଏ କଣ ଭାଇ, ତମ ସମ୍ପତ୍ତି ଓ ଷ୍ଟାଟସ ଦେଖି ନିଶ୍ଚିତ ପଟିବ। ତା ଛଡା ତମ ସମ୍ଭ୍ରାତ ପରିବାର ଆଗରେ ଭିକାରିଟାର ଅକାତ କଣ? ହଉ ଚାଲ ଯିବା, ଯାହା କରିବାର ଅଛି କାଲି କରିବା। ଭାଇ ସେଠି ଆମର ହରିଆଟା ବସିଛି ବୋଧେ। ଚାଲିଲୁ ଦେଖିବା। ଆରେ ହରିଆ, କଣ ହେଲା କିରେ ଏମିତି ମୁହଁଟା କରି ବସିଛୁ? ନାଇଁ ଭାଇ, କିଛି ନାହିଁ। ଆରେ କହୁନୁ। ଆରେ କହୁନୁ, ଭାଇ ପଚାରୁଛନ୍ତି ପରା। କିଛି ନାହିଁ ଯେ ଭାଇ, 10 ଲକ୍ଷ ଟଙ୍କା ଦରକାର ଥିଲା। ଆରେ ମୁଁ ଅଛି ପରା, ଟେନସନ କାହିଁକି ନଉଛୁ? ଏଇ ନେ, ଏଇ ନେ 50,000 ଟଙ୍କା କ୍ୟାଶ। ଆରେ ରାଣା, ଚେକ ବୁକ୍ ଟା ଆଣିଲୁ। ଏଇ ନେ ବ୍ଲାଙ୍କ ଚେକ୍। ତୋର ଯେତେ ଦରକାର ସେତେ ଆମାଉଣ୍ଟ ପକେଇଦବୁ। ଏବେ ଖୁସି ତ? ଆରେ ତଥାପି କାହିଁକି ମୁହଁଟା ଶୁଖେଇଛୁ? ଆରେ ଆଉ କଣ ଦରକାର କହ? ନାଇଁ ଭାଇ, ଗୋଟେ ମାଣ୍ଡୁଟେ ଦରକାର ଥିଲା। ଚୁପେ, ତୁ କାହା ଆଗରେ ଠିଆ ହେଇ କଣ କହୁଛୁ ଜାଣିପାରୁଛୁ ତ? ଭାଇ ଆଜି ପର୍ଯ୍ୟନ୍ତ ଗୋଟେ ଟୋକି ପଟେଇ ପାଇନାହାନ୍ତି। ସିଙ୍ଗିଲ ଅଛନ୍ତି, ତତେ ଆଣିକି ଟୋକି କୋଉଠି ଦେବେ? ଚୁପେ, କମେଡି କରୁଛୁ ମୋ ସହ? ହଉ ଚାଲ ଏଠୁ। ହ୍ୟାଲୋ ବ୍ୟୁଟିଫୁଲ। ଏକ୍ସକ୍ୟୁଜ ମି, ତମେ କିଏ? ତମେ କିଏ? ମୁଁ ମୁଁ ଭାଲୁ। ଆରେ ଏତେ ବଡ ମଣିଷଟେ ତମ ଆଗରେ ଛିଡା ହେଇଛି, ତମେ କଣ ଜାଣିପାରୁନ? ଆରେ ମୁଁ ମଣିଷ, ଆଉ କଣ କୋଉ ଚୋର ନା ଖଣ୍ଟ ଯେ ତମର କିଛି ଚୋରେଇବାକୁ ଆସିଛି? ଆରେ ମତେ ଚିହ୍ନି ପାରୁନ? ମୁଁ ପରା ବଳିଆର ସିଂ ଗ୍ରୁପ ଅଫ କମ୍ପାନୀର ଏକମାତ୍ର ଉତ୍ତରାଧିକାରୀ ଜଗନ ବଳିଆର ସିଂ। ସେଠୁ କଣ ହେଲା? ଆରେ କଣ ତମେ ଏମିତି ହେଲେ ହବ? ମୋର ଟିକେ କାମ ଥିଲା, ଟିକେ ଶୁଣ। ମୋ ପାଖରେ ସମୟ ନାହିଁ, ଜଲ୍ଦି କୁହ। ଆଇ ଲଭ୍ ୟୁ। ହ୍ୱାଟ? ମାନେ ମୁଁ ତମକୁ ଭଲ ପାଏ। ଦେଖ, ତୁ ମୋର ଭାରି ପସନ୍ଦ, ଆଉ ମୁଁ ଭାବୁଛି ମୁଁ ବି ତତେ ପସନ୍ଦ ଆସିଥିବି। ତେଣୁ ସେ ଭିକାରୀଟାର ହାତ ଛାଡ, ମୋ ସହ ଚାଲ, ତତେ ରାଣୀ କରି ରଖିବି। ସେ ଭିକାରୀଟା ପାଖରେ କଣ ଅଛି? କିଛି ନାହିଁ। ଚାକିରିଟେ କରିବ କି ନାହିଁ ଠିକ ନାହିଁ, ହେଲେ ମୁଁ ଜଣେ କୋଟିପତି, ବସି ଖାଇଲେ ବି 7 ପୁରୁଷ ଯାଏ ସରିବନି। ତେଣୁ ଠିକ ଭାବରେ ଭାବ, ମୋ ସହ ରାଣୀ ହେଇ ରହିବୁ ନା ସେ ଭିକାରୀଟା ସହ ଭିକ ମାଗିବୁ? So think again and reply me soon. Okay, bye darling. ସପନ ସହରେ ଗୋଟେ ତୋଳିଛି ଘର, ମନ ରାଇଜରେ ପ୍ରେମ ବଣିଜ ମୋର। ତୁ ହଁ କର କି ନା କର, ତୁ କେବଳ ମୋର। ଭାବ ରେଖା ଭାବ, ଜୀବନରେ ପ୍ରେମ ସବୁ କିଛି ନୁହେଁ। ହଁ, ରାଜ ତୋତେ ଜୀବନ ଠାରୁ ଅଧିକ ଭଲ ପାଏ, କିନ୍ତୁ କେବଳ ଭଲ ପାଇବାରେ ବଞ୍ଚି ହୁଏନା, ବଞ୍ଚିବା ପାଇଁ ଟଙ୍କାର ଆବଶ୍ୟକ, ସମାଜରେ ଷ୍ଟାଟସ ଦରକାର। ରାଜ ପ୍ରେମ ଦେଇପାରିବ, କିନ୍ତୁ ଏସବୁ ନୁହଁ। ଜଗନ ଠିକ କହୁଥିଲା, ତା ସହ ରହିଲେ ତୁ ସବୁ ପାଇବୁ, ରାଣୀ ଭଳି ରହିବୁ। ପ୍ରକୃତ ଭଲ ପାଇବା ନଥିଲେ ପୁଣି କଣ ହେଲା? ତୋ ଭବିଷ୍ୟତ ତ ସୁରକ୍ଷିତ ହେଇଯିବ। ଠିକ ଅଛି, ମୁଁ କାଲି ହିଁ ସବୁ କ୍ଲିୟର କରିଦେବି। ରେଖା, ରେଖା ଟିକେ ଶୁଣ। ରେଖା, ତମେ ମୋ ଉପରେ ରାଗିଛ ନା କଣ? 2 ଦିନ ହେଲା କଲ ବି ରିସିଭ କରୁନ, ଡାକିଲେ ବି ଶୁଣୁନ। କଣ ହେଇଛି ତ କୁହ। ଓକେ ବାବା, ସରି। ହେଲା, ଏବେ ତ କୁହ କଣ ହେଇଛି? ତମେ ମତେ ଆଉ କଲ୍ କର ନାହିଁ କି ମିଛା କର ନାହିଁ, ବୁଝିଲ? ହେଲେ କାହିଁକି? ଆମ ଘର ଲୋକ ଅନ୍ୟ ଜାଗାରେ ମୋ ବାହାଘର ଠିକ କରିଦେଇଛନ୍ତି, ତେଣୁ ମତେ ଭୁଲିଯାଅ। ତାହେଲେ ଆମ ଭଲ ପାଇବାରେ କଣ ହେବ? ଦେଖ, ତମ କାଷ୍ଟ ଆଉ ଆମ କାଷ୍ଟ ଅଲଗା, ଘର ଲୋକ ରାଜି ହେଲେନି। ତମେ ତ ମୋ ବିଷୟରେ ସବୁ ଜାଣିଥିଲ ନା, ତେବେ ଭଲ ପାଉଥିଲ କେମିତି? ମୁଁ ଉତ୍ତର ଦେଇପାରିବିନି, ମୋ ରାସ୍ତା ଛାଡ। ନା, ତୁମକୁ ଯିବା ପୂର୍ବରୁ
ଉତ୍ତର ଦେବାକୁ ହବ। ମୋ କଲେଜ ଯିବା ସମୟ ହେଲାଣି, ମତେ ଛାଡ। मङ्गलं भगवान् विष्णुः मङ्गलं गरुणध्वजः मङ्गलं पुण्डरीकाक्षः मङ्गलायतनो हरिः। वा ରେଖା वा ମୋ ସଂସାରଟାକୁ ଉଜାଡି ଆଜି ନିଜ ସଂସାର ଗଢିବାକୁ ବସିଛ, ତମକୁ ଲାଜ ଟିକେ ବି ଲାଗିଲାନି? ଓ ତାହେଲେ ଏଇ ଜଗନ ପାଇଁ ମତେ ଛାଡିଦେଲ ନା? କଣ ଅଭାବ ଥିଲା ମୋ ଭଲ ପାଇବାରେ? କୁହ କୁହ ରେଖା, ଆଜି ତମକୁ କହିବାକୁ ହେବ। ଶୁଣିବାକୁ ଚାହୁଁଛ? ତେବେ ଶୁଣ। ତମ ରୋଜଗାର କଣ? ତମେ କାମ କଣ କର? କିଛି ନାହିଁ। ସମାଜରେ ତମର ଷ୍ଟାଟସ ନାହିଁ, ସମ୍ପତ୍ତି ନାହିଁ। ତେବେ ଜୀବନଟା ସାରା ତମ ହାତ ଧରି ଚାଲିବେ କିପରି? ତମ ସହ ରହି କଷ୍ଟ ପାଇବା ଅପେକ୍ଷା ଜଗନ ସହ ରହିବା 100 ଗୁଣ ଭଲ। ସେ ଜଣେ ସମ୍ଭ୍ରାନ୍ତ ପରିବାର ପୁଅ, କୋଟିପତି। ତାଙ୍କ ଷ୍ଟାଟସ ଆଗରେ ତମେ କିଛି ନୁହଁ। ତମେ ଜଣେ ଭ୍ୟାଲୁଲେସ୍ ପର୍ସନ, ଜଣେ ଭିକାରୀ। ଉତ୍ତର ପାଇଗଲ? ନାଓ ଗେଟ୍ ଲଷ୍ଟ। ରାଣା ଅନିଛୁ କଣ ରେ? ଲୋକଟା ପଡିଗଲା ପରା, ତାକୁ ଠିଆ କରି ବାହାରକୁ ନେଇଯାଅ। ହେଲେ ଭରସା ପାଉନି, ପୁଣି ଆସି ମୋ ବାହାଘର ମଜା ଉଡେଇଦବ। ଗୋଟେ କାମ କର, ତା ଗୋଡ ଦିଟା ଭାଙ୍ଗି ଦେ। ଚାଲ ସାଙ୍ଗ, ଏମିତିକା ସ୍ଥାନରେ ତୋ ପ୍ରେମର ମୂଲ୍ୟ କିଛି ନାହିଁ। ଇଏ ତୋ ପ୍ରେମର ଯୋଗ୍ୟ ନାହିଁ। ଶିବୁ, ଭଲ ପାଇଁ ମୁଁ କଣ ଭୁଲ କରିଥିଲି ରେ? ତାକୁ ହୃଦୟ ଦେଇ ଭଲ ପାଇଥିଲି, ସଂସାର ଗଢିବାର ବି ସ୍ୱପ୍ନ ଦେଖିଥିଲି, କିନ୍ତୁ ସେ ମୋର ସବୁ କିଛି ଉଜାଡି ଦେଲା। ଆଜି ଚାଲିଗଲା, ସେ ଆଜି ଆଉ କାହାର ହେଇଗଲା। ଭଲ ତ ଆମେ ଉଭୟ ପାଇଥିଲୁ ନା, ହେଲେ କଷ୍ଟ କେବଳ ମୋର ଭାଗ୍ୟରେ କାହିଁକି? ଶୁଣ ରାଜ, ପ୍ରେମରେ ହାରିଗଲେ ଜୀବନ କେବେ ଶେଷ ହେଇଯାଏ ନା। ତୁ ଏମିତି ଭାଙ୍ଗି ପଡନା। ତୁ ଭାଙ୍ଗି ପଡିଲେ ତୋ ପରିବାର କଣ ହବ? ତୋ ବାପା ମାର ସେବା କିଏ କରିବ? ତୋତେ ତାଙ୍କ ପାଇଁ ସାହାରା ହେବାକୁ ପଡିବ, ତୋତେ ତାଙ୍କ ପାଇଁ ବଞ୍ଚିବାକୁ ପଡିବ। ତା ଛଡା ଗୋଟିଏ ଝିଅର କଥା ତୋ ଭ୍ୟାଲୁ ଡିସାଇଡ କରେ ନା। ସେ ଧୋକା ଦେଲେ କଣ ହେଲା? ଦୁନିଆରେ ଅନେକ ଭଲ ଝିଅ ଅଛନ୍ତି ଯିଏ ତ ଭଲ ପାଇବାର ମହତ୍ଵ ବୁଝିବ। ମୁଁ ଜାଣେ କଷ୍ଟ ହବ, ହେଲେ ତୋତେ କିଛି ଦିନ ଏଇ କଷ୍ଟ ସହିବାକୁ ହବ। ଦିନ ଆସିବ ଏ କଷ୍ଟ ଚାହୁଁନଥିବ, ତୁ ସବୁ ଭୁଲି ଜୀବନରେ ଆଗକୁ ବଢି ଚାଲିବୁ। ସୋ ବି ଷ୍ଟ୍ରଙ୍ଗ ମାଇ ବ୍ରଦର। ମୁଁ ଚେଷ୍ଟା କରିବି ରେ ସାଙ୍ଗ। ହେଲୋ ସୁଇଟହାର୍ଟ, କଣ କରୁଛ? ଆଉ କଣ ଆଜି ସନ୍ଧ୍ୟାରେ ଫ୍ରି ଅଛ? ତାହେଲେ ମୋ ଫାର୍ମ ହାଉସ ଆଡେ ଟିକେ ଆସ। ଆରେ ଆଜି ପରା ସଣ୍ଡେ ଟା। ଜଗନ, ତମେ କାହା ସହ କଥା ହଉଛ? ଡାର୍ଲିଂ ଟିକେ ରହିଲ। ମୁଁ ଯାହା ସହ କଥା ହେଲି ପଚାରିବାକୁ ତୁ କିଏ? ମୁଁ ତମ ସ୍ତ୍ରୀ। ସ୍ତ୍ରୀ? ଆଲୋ ସ୍ତ୍ରୀ ନୁହଁ, ତୁ ମୋ ଗୋଡର ଜୋତା ସହ ସମାନ। ଜଗନ! ଏ ଜଗନ ଭଳିଆ ସିଂର ଉଚ୍ଚାସ ଶୁଣିବାର ଅଭ୍ୟାସ ନାହିଁ। ତ ଭଲ ହେବ ପାଟି ଚୁପ କରି ରହ। ସ୍ତ୍ରୀ ଥାଉ ଥାଉ ଅନ୍ୟ ଝିଅ ସହ ବୁଲୁଛ, ତମକୁ କଣ ଲାଜ ଲାଗୁନି? ଆଲୋ ମୁଁ ପରା ଗୋଟେ ପାଗଳ ଭଅଁର, ଗୋଟେ ଫୁଲରେ କଣ ମୋ ମନ ଭରିବ? ମୁଁ ଚାଲିଲି, ବାଏ। ଆଲୁ, ତତେ ଟିକେ ଲାଜ ଲାଗିଲାନି? ଶେଷରେ ତୁ ତୋ ସାଙ୍ଗର ସ୍ୱାମୀ ଉପରେ ଆଖି ପକେଇଲୁ। ଆଉ ତମେ ଜଣେ ବିବାହିତ ପୁରୁଷ ହୋଇ ଦିନ ଦି ପରେ ଅନ୍ୟ ଝିଅ ସହ ବୁଲୁଛ, ତମକୁ ଲାଜ ଲାଗୁନି?
ଆରେ ତୋ ସାହସ ତ କମ ନୁହେଁ। ଆଜି ପର୍ଯ୍ୟନ୍ତ ମୋ ବୋପା ମୋ ଉପରେ ହାତ ଉଠେଇନି, ହେଲେ ତୁ ମତେ ବିଚ ବଜାରରେ ଚାପୁଡା ମାରିଦେଲୁ। ମରିବୁ ଲୋ, ତୁ ଆଜି ମୋ ହାତରେ ନିଶ୍ଚିତ ମରିବୁ। କିଏ? ଓ, ହୃଦୟ ଭଙ୍ଗା ପ୍ରେମିକ ଆସିଗଲେ। ଛୁଆ ତୁ କେବେ ସୁଧୁରିଛୁ ନା ସୁଧୁରିବୁ? ଜଣେ ନାରୀ ଉପରେ ନିଜର ପୁରୁଷତ୍ୱ ଦେଖୁଛୁ କଣ ବେ? ଦମ ଅଛି ଯଦି ମଜା ଦେଖା। ଏ ନାରୀ କଣ ବେ? ସେଗୁଡାକ ମୋ ପାଦ ତଳର ଧୂଳି। ଆରେ ତୁ ନାରୀକୁ ଚିହ୍ନିବୁ କିପରି? ନାରୀ ହେଉଛି ନାରାୟଣୀ, ସେ ଦେବୀ, ସେ ମା। ତୁ କଣ ଜାଣିବୁ? ତୁ ବୋଧେ ଭୁଲି ଯାଉଛୁ, ମହାଭାରତ ଯୁଦ୍ଧ ହୋଇଥିଲା, ତାହାର କାରଣ ଥିଲା ଏହି ନାରୀ। ସୁନାର ଲଙ୍କା ଧ୍ୱଂସ ହୋଇଥିଲା, ତାହାର କାରଣ ଥିଲା ଏହି ନାରୀ। ଆଜି ତୁ ବି ମରିବୁ, ତାହାର କାରଣ ହବ ଏହି ନାରୀ। ଆବେ ଆ! ତୁ ସେଇଦିନ ମୋ ଗୋଡ ଭାଙ୍ଗିବୁ କହିଥିଲୁ ନା? ଥ୍ୟାଙ୍କ ୟୁ ରାଜ। ଏମିତି ଦେଖୁଛନ୍ତି କଣ? ଅନ୍ୟ ଯେକୌଣସି ଝିଅ ହୋଇଥିଲେ ମଧ୍ୟ ମୁଁ ଠିକ ଏହା ହିଁ କରିଥାନ୍ତି। ଏଇଟା ଜଣେ ସାଧାରଣ ନାଗରିକର କର୍ତ୍ତବ୍ୟ। ଚାଲ ଶିବୁ। ତ ମ୍ୟାଡାମ ଖୁସିରେ ଅଛନ୍ତି ତ? ସେଦିନ ମୋ ସାଙ୍ଗର ଭଲ ପାଇବାକୁ ଲାତ ମାରି ସେ ଜଗନର ପଇସାକୁ ଆପଣେଇଥିଲ ନା? ଆଜି ଯାହା ହେଲା ତାହା ତୁମ ଭୁଲ ନିଷ୍ପତ୍ତିର ଫଳ। ଆଜି ରାକ୍ଷସ ଜଗନ ଠାରୁ ତୁମକୁ ସେହି ଗରିବ ପିଲା ରାଜ ବଞ୍ଚେଇଲା। ପ୍ରେମୀ ଗରିବ ହେଇପାରେ ମ୍ୟାଡାମ, ହେଲେ ତା ପ୍ରେମ କେବେ ଗରିବ ନୁହଁ। ଆସୁଛି ମ୍ୟାଡାମ, ନମସ୍କାର। ମୁଁ ସେଦିନ ତୋ କଥାରେ ପଡି ଅନ୍ଧ ହେଇ ଯାଇଥିଲି। ଟଙ୍କା ଆଉ ଷ୍ଟାଟସ ଲୋଭରେ ମୋ ପ୍ରେମର ମୂଲ୍ୟକୁ ଭୁଲି ଯାଇଥିଲି। ଆଜି ମୋ ଜୀବନରେ ସୁଖ ଶାନ୍ତି ବୋଲି କିଛି ନାହିଁ। ଏସବୁ ମୋ କର୍ମର ଫଳ। କିନ୍ତୁ ପଶ୍ଚାତାପ କରିବାର ସମୟ ଚାଲି ଯାଇଛି। ମୁଁ ଯାହା କରିଛି ତାହା ତ ଠିକ କରିପାରିବିନି, ହେଲେ ଯାହା ପାଇଁ ହେଇଛି ତାକୁ ଛାଡିବିନି। ଜଗନ ବଳିଆର ସିଂ, ଏସବୁ ଘଟଣାର ମୂଳ କାରଣ ତୁ। ତତେ ମୁଁ ଛାଡିବିନି। ସବୁ କାରଣ ମୁଁ। ଏସବୁର କାରଣ ମୁଁ ନୁହଁ, ତୁ। ତୁ ହିଁ ଟଙ୍କା ଲୋଭରେ ମୋ ସହ ବାହା ହେଇଥିଲୁ। ହେଲେ ହେଲେ ଦୋଷୀ ହେଲି ମୁଁ। ନା ରାଜର ହେଇପାରିଲି ନା ଜଗନର। ମୁଁ ନିଜ ଖୁସିକୁ ନିଜେ ନଷ୍ଟ କରିଦେଇଛି। ଆଉ ମୁଁ ବଞ୍ଚି କଣ କରିବି?